ସକାଳୁ ମୁଁ ବହୁତ ଖୁସି ଥିଲି। ଖୁସି ଖୁସି ଆମେ ବାହାରି ପଡ଼ିଲୁ। କୁଆଡ଼େ କହିଲେ? ଆମ ଆଶ୍ରମକୁ ପରା। ମୁଁ ଇଏ ଆଉ ବାବାଇ। ହେଲେ ଗୋଟିଏ ଦୁଃଖ ମନରେ ଥିଲା, ମୋ ପୁଅ ଦିହେଁ ଯାଇପାରିଲେନି। ହଉ, ରାତାରାତି ପ୍ରୋଗ୍ରାମ୍ ଏମିତି ବଦଳିଗଲା। ସେଥିପାଇଁ ନିଣ୍ଟୁକୁ ସାଙ୍ଗରେ ନେଇ ଆଶ୍ରମରେ ପହଞ୍ଚିଲା ବେଳକୁ ଠାକୁର ବାହାରିବା ପାଇଁ ଆଉ ଅଳ୍ପ ସମୟ ବାକି ଅଛି। ଯାହା ହଉ, ଠାକୁର ତ ବାହାରି ଯାଇନାହାନ୍ତି, ସେତିକି ହିଁ ମୋତେ ବହୁତ ଖୁସି ଦେଲା। ବାଟରେ ବହୁତ କୁହୁଡ଼ି ପଡ଼ିଥିଲା, ତେଣୁ ଟିକେ ଡେରି ହୋଇଗଲା। ଆମେ ଆଗ ଗାଡ଼ି ସାମ୍ନାରେ ଫଟୋ ଉଠାଇ ନେଲୁ, କାଳେ ଗାଡ଼ି ଛାଡ଼ିଦେବ। ସବୁ ତ ରେଡ଼ି ହୋଇଗଲାଣି। ଶେଷ ଧାଡ଼ି ଖାଇବା ବସିଥିଲେ। ଆମେ ବି ଯାଇ ଜଳଖିଆ ଖାଇବାରେ ସାମିଲ ହୋଇଗଲୁ। ଦେଖୁନାହାନ୍ତି, ଘୁଗୁନି, ମଟର ତରକାରୀ ଆଉ ମିଠା ଟିକେ ତ ନିଶ୍ଚୟ ଥାଏ। ମୁଁ ଅନେଇଥିଲି କେତେବେଳେ କିଏ ଭାଇ କି ଭଉଣୀ ଜଣେ ଆଣି କ'ଣ ଗୋଟେ ମିଠା ଜିନିଷ ପରଷିଦେବେ। ସତକୁ ସତ ବୁନ୍ଦିଆ ଆସିଗଲା। ଆଉ ମୋର ଖାଇବା ଆରମ୍ଭ ହୋଇଗଲା। ଆମେ ଖାଇ ପିଇ ଦେଇ ମୁଁ ଟିକେ ମୋ ପ୍ରିୟ ଜାଗାକୁ ଚାଲିଗଲି। କହିନଥିଲି ଆପଣମାନଙ୍କୁ, ବାବାଙ୍କର ସେଇ ବସିବା ଜାଗା କଡ଼ରେ ଟିକେ ବସି ପଡ଼ିଲେ ମୋତେ ଏତେ ଶାନ୍ତି ଲାଗେ। କେମିତି ବୁଝେଇବି ମନର ଭାବକୁ। ମୁଁ ସେଇଠି ଟିକେ ଯାଇ ବସି ପଡ଼ିଲି। ଏତେବେଳକୁ ଠାକୁରେ ଆସନ ମନ୍ଦିରରୁ ବାହାରି ଆସିଲେ। ବାହାରି ଆସି ଆଶ୍ରମ ପରିକ୍ରମା କଲାବେଳକୁ ମା' ତାଙ୍କ ଘରୁ ବାହାରି ଆସିଲେ ପଦାକୁ। ଠାକୁରେ ଯିବେ ପରା। ମା' କ'ଣ ଭିତରେ ଚୁପ୍ ହୋଇ ରହିପାରିବେ? ମା' ତ ଭିତରକୁ ମୂଳରୁ ହିଁ ଯାଇନଥାନ୍ତି। ଏବେ ଟିକେ ଅସୁସ୍ଥ ରହୁଥିବାରୁ ଅନେକ ଗୁଡ଼ିଏ କଥା ତାଙ୍କୁ ଜବରଦସ୍ତ ବାରଣ କରାଯାଉଛି। ମା' ଆମର ଏମିତି ବସିଥାନ୍ତୁ, ଆମ ପାଇଁ କେଡ଼େ ବଡ଼ ଭରସା। ମା' ବାହାରୁ ଆସି ଠାକୁରଙ୍କୁ ବିଦାୟ ଦେଲେ, ଆଉ ଠାକୁରେ ଆସି ଗାଡ଼ିରେ ବସିଲେ। ଏଇ ତ ଆମ ଆଶ୍ରମ। ଆଶ୍ରମ ସମ୍ମୁଖରୁ ହିଁ ଗାଡ଼ି ବାହାରୁଥିଲା। ଆମ ସମ୍ମିଳନୀର ଗୋଟିଏ ପ୍ରଥା ଅଛି, ଯେଉଁଠି ସମ୍ମିଳନୀ ହୁଏ ସେଇ ସମ୍ମିଳନୀ ଜାଗାକୁ ଠାକୁରେ 8 ଦିନ ପୂର୍ବରୁ ଯାଆନ୍ତି। କାରଣ କ'ଣ କହିଲେ? ସେ ନିଜେ ରହି ସବୁ ତତ୍ତ୍ୱାବଧାନ କରନ୍ତି। ତାଙ୍କର ସବୁ ପିଲାମାନେ ସେଇଠି ଏକାଠି ହେବେ, କେମିତି ଭଲରେ ଆସି ଭଲରେ ଫେରିଯିବେ। ଏଇଥିପାଇଁ ଠାକୁରେ ସ୍ୱୟଂ ସେଠିକି ଯାଆନ୍ତି। ଏତିକିବେଳେ ମୋର ମାଉସୀଙ୍କ ସାଙ୍ଗେ ଦେଖା ହେଇଗଲା। ସେ ବୋଉଠୁ ବହୁତ ସାନ, କିନ୍ତୁ ବୋଉର ବହୁତ ପ୍ରିୟ ଥିଲେ। ତାଙ୍କୁ ଦେଖିଲେ ମୋର ବୋଉ କଥା ବହୁତ ମନେ ପଡ଼େ। ତାଙ୍କୁ ଦେଖି ଭାରି ଖୁସି ଲାଗିଲା। ବାବାଇ ସେତେବେଳକୁ ଧୋତି ବଦଳେଇ ଦେଇ ଆସିଥିଲା। ମୁଁ କହିଲି, ଚାଲ ବାହାର ପଟକୁ ଚାଲିଯିବା। ହେଇ ପରା, ଆଗରେ ପ୍ରଥମ ଗାଡ଼ି ଗଲା ଭାରି। ତେଣୁ ଏବେ ଠାକୁରଙ୍କ ଗାଡ଼ି ବାହାରିବ। ଆଉ ଇଏ ତ ଆମ ଆଶ୍ରମର ବଡ଼ ଭାଇ, ଯିଏ ଛୋଟରୁ ବଡ଼ ଯାଏ ସବୁ କାମ ତଦାରଖ କରନ୍ତି। ଗାଡ଼ି ବାହାରିବା ପୂର୍ବରୁ ସେ ଏପଟ ସେପଟ ହେଇ ସବୁ ବୁଝାବୁଝି କରୁଥିଲେ। ଠାକୁରଙ୍କ ଗାଡ଼ି ବାହାରିଲା, ଆଉ ତା ପଛେ ପଛେ ଆମ ଗାଡ଼ି ବି। ଭାରି ଖୁସି ଲାଗୁଥିଲା। ଆଗରେ ଆଗରେ ଠାକୁରେ ଯାଉଥିଲେ, ଆଉ ପଛରେ ଆମେ ଯାଉଥିଲୁ। ବାବାଇ ସେତେବେଳକୁ ଜଣାଣ ଲଗେଇ ଦେଇଥିଲା। ମୋତେ ବହୁତ ଭଲ ଲାଗୁଥିଲା। ପିଲାଦିନୁ ଏଇସବୁ କାର୍ଯ୍ୟକ୍ରମରେ ମୁଁ ଅଭ୍ୟସ୍ତ। ଏସବୁ ମୋର ଅସ୍ଥି ମଜ୍ଜାଗତ। ଏମିତି କାର୍ଯ୍ୟକ୍ରମରେ ମୁଁ ବିଭୋର ହୋଇଯାଏ। ଆମେ ଯାଇ ପହଞ୍ଚିଗଲୁ ବାଇସିଙ୍ଘାରେ। ବାଟରେ ବିଭିନ୍ନ ଜାଗାରେ ଠାକୁରଙ୍କର ଅଭ୍ୟର୍ଥନା ବ୍ୟବସ୍ଥା ଥିଲା। ବାଇସିଙ୍ଗା କଥା କ'ଣ କହିବି? ବାଇସିଙ୍ଗା ପାଇଁ ତ ଗୋଟେ ସ୍ୱତନ୍ତ୍ର ଭିଡ଼ିଓ କରିବାକୁ ପଡ଼ିବ, ଯଦି ଆପଣମାନେ ଆଗ୍ରହ କରିବେ। ଏଇଟା ଠାକୁରଙ୍କର ଗୋଟେ ନିବୃତ୍ତ ବିଶ୍ରାମ ସ୍ଥଳ। ଏଇ ପରିବାରଟି ସବୁବେଳେ ଠାକୁରଙ୍କ ସେବାରେ ହିଁ ନିୟୋଜିତ ହୋଇ ରହିଛନ୍ତି। ବାବା ମା' ଏଠିକି ବେଳେବେଳେ ଯାଆନ୍ତି। ବାବାଙ୍କର କିଛି ବହି ଲେଖାଲେଖି କରିବାର ଥିଲେ ଏଠିକି ଯାଆନ୍ତି, କିମ୍ବା କୌଣସି କାରଣରୁ ବିବ୍ରତ ହୋଇ ବିଶ୍ରାମ ନେବାକୁ ଥିଲେ ଏଇଠି ଯାଆନ୍ତି। ବାବା ମା'ଙ୍କର ଏଇ ବଖରାଟି ଏବେ ବି ସେଇ ପରିବାରରେ ସେମିତି ସଜା ହେଇ ରହିଛି। ମୁଁ ଆଙ୍କୁ ଆଉ ବାବାଇକୁ ନିଣ୍ଟୁକୁ ଡାକିଲି। ମୁଁ କହିଲି, ଆରେ ବାବାଙ୍କ ପଢ଼ା ଘରକୁ ଯିବାନି କି? ସେଠିକି ଆସି ଟିକେ ବସି ପଡ଼ିଲି। ଶୂନ୍ୟତା ବୋଧରେ ବେଳେବେଳେ ମୁଁ ଭାଙ୍ଗି ପଡ଼େ, ପୁଣି ମନକୁ ଟାଣ କରେ। ବାବା ପରା କହିଛନ୍ତି, ମୁଁ ଦେହରେ ଯାହା ବିଦେହରେ ସେୟା। ହେଲେ ଏଇ କଥାକୁ ଠିକ୍ ଢଙ୍ଗରେ ଗ୍ରହଣ କରିବାକୁ ମୋତେ ବହୁତ କଷ୍ଟ ହୁଏ। ସେଠୁ ବାହାରି ଆସିଲୁ। ଖୁବ୍ କମ୍ ସମୟ ପରେ ପହଞ୍ଚିଗଲୁ ମହୁଲପାଳ। ମହୁଲପାଳରେ ପହଞ୍ଚିଲେ ତ ମୁଁ ଆହୁରି ଭାବ ବିହ୍ୱଳ ହୁଏ। ମୁଁ ଯେତେବେଳେ ପେଟରେ ଥିଲି, ମୋ ବୋଉ ଏଇଠି ଆସି 8-15 ଦିନ ଲେଖେ ରହେ, ମାନେ ବାବାଙ୍କର ଏଇ ଆଶ୍ରମରେ। ଆଉ ଏଇଟା ପଛଆଡ଼େ ରାମାୟଣ ନଈ। ବୋଉ କହେ, ମୁଁ ରାମାୟଣ ନଈରେ ଖୁବ୍ ଗାଧାଏ। ଆଶ୍ରମ କନ୍ୟାଟିଏ ପରି ଆଶ୍ରମର ସବୁ କାମ ଧନ୍ଦା କରିବା ସହିତ ଆଶ୍ରମରେ ବହୁତ ମଜା ବି ନିଏ। ଆଉ ବାପା ପରି ତା'ର ଯତ୍ନ ନିଅନ୍ତି। ସେସବୁ ମନେ ପଡ଼ି ବହୁତ କଷ୍ଟ ଲାଗିଲା। ପୁଣି ନିଜକୁ ପ୍ରକୃତିସ୍ଥ କଲି। ଆଶ୍ରମବାସୀଙ୍କ ସହିତ ଏପର୍ଯ୍ୟନ୍ତ ଦେଖା ହେଇନାହିଁ। ଦାଦା, ବଙ୍କା ଭାଇ ସମସ୍ତଙ୍କୁ ଦେଖା କଲି। ଏ ଭିତରେ କେତେବେଳେ ଖିଆପିଆ ସରିଗଲା। ବିରାଟ ଲିଚୁ ଗଛ ମୂଳେ ସୁନ୍ଦର ଖାଇବା ବ୍ୟବସ୍ଥା।
ଆମେ ସେଠୁ ପୁଣି ବାହାରି ଗଲୁ। ମହୁଲପାଳ ଆଶ୍ରମ କଥା ବି କ'ଣ ଏତେ ସୀମିତରେ କହିହେବ? ଆଜି ତ ଖାଲି ଠାକୁରଙ୍କର ଏଇ ଯିବା କଥା ହିଁ କହୁଛି। ପୁଣି କାମାକ୍ଷାନଗର ଆଉ ମହୁଲପାଳ ମିଶିକି ବୋଧେ ମୋତେ ଠିକ୍ ମନେ ପଡ଼ୁନି ଠାକୁରଙ୍କ ଅଭ୍ୟର୍ଥନା ପାଇଁ ବ୍ୟବସ୍ଥା ହେଇଥିଲା। ବାସ୍ ସେଠି ଅଭ୍ୟର୍ଥନା ପରେ ପୁଣି ଆଗକୁ ଚାଲିଲୁ। ଆଗରେ ବି ସେମିତି ବ୍ୟବସ୍ଥା। ଏଇଟା ବୋଧେ କେଙ୍କୁଟିଆ, ମୁଁ ଜାଗା ଗୁଡ଼ିକର ନାଁ କହୁନି କାହିଁକି ନା ଆମେ ପଛ ଗାଡ଼ିରେ ଥିଲୁ। ଆଉ ମୁଁ ତ ଏମିତି ଭାବ ବିହଳ ହେଇଯାଏ ଯେ ସବୁ ଭୁଲଭାଲ କରିଦିଏ, ସେଇଥିପାଇଁ କିଛି କହୁନଥିଲି, କହିବାକୁ ଇଚ୍ଛା କରୁନି। ଖାଲି ଯାହା ସେ ସମୟଟା ହିଁ ଆପଣମାନଙ୍କୁ ଦେଖାଇ ଦେଉଛି। ଏଇଟା ହେଲା ଯେଉଁଠିକି ଠାକୁରେ ଯେଉଁ ବାଟେ ଯାଆନ୍ତି ସେଠି ଯିଏ ଯେଉଁଠି ଭକ୍ତ ଆଶ୍ରିତ ମାନେ ଥାଆନ୍ତି ସେମାନେ ରାସ୍ତା କଡ଼କୁ ଆସି ଅଭ୍ୟର୍ଥନା କରିବା ସାଧାରଣ କଥା। ସେଇ କାର୍ଯ୍ୟକ୍ରମ ବାଟ ସାରା ଚାଲିଥିଲା। ଆଉ ସବୁଠୁ ମଜା କାର୍ଯ୍ୟକ୍ରମ ମୋ ପାଇଁ ହେଲା ମୁଁ ବାଟ ସାରା ମିଠା ଭୋଗ ଖାଉଥିଲି। ଆସି ଆସି ଆମେ ପହଞ୍ଚିଗଲୁ ଢେଙ୍କାନାଳରେ, ଯେଉଁଠି ଠାକୁରେ ବର୍ତ୍ତମାନ ରହିବେ ଆଉ ଆମର ସମ୍ମିଳନୀ କାର୍ଯ୍ୟ ହେବ। ସେ ଜାଗାଟି ହେଲା ଢେଙ୍କାନାଳର ଟାଉନ୍ ପ୍ଲାନିଂ ଫେଜ୍ 2 ଶିଶୁ ପାର୍କ ପାଖରେ। ସେଇଠି ଜଣେ ଗୁରୁ ଭାଇଙ୍କ ଘରେ ଠାକୁରେ ଅବସ୍ଥାପିତ ହେବେ। ପହଞ୍ଚିବା ପୂର୍ବରୁ ବାଟ ସାରା ଚାଲିଥିବା ସଂକୀର୍ତ୍ତନ ସେଠି ଏକଦମ ଜୋର ଧରିଲା। ଯେମିତି କହନ୍ତିନି ଦୀପ ଲିଭିଲା ବେଳକୁ ଜୋର ଧରେ, ପ୍ରବଳ ସଂକୀର୍ତ୍ତନ ହେଲା ଆଉ ଜୟଧ୍ୱନି ଦିଆଗଲା। ତାପରେ ଠାକୁରେ ଗାଡ଼ିରୁ ବାହାରିଲେ ସେଇଠିକି, ସେଇ ଭକ୍ତ ଭାଇଙ୍କ ଘରେ ଅବସ୍ଥାନ କରିବା ପାଇଁ। ଆଗରୁ କହିଛି ଇଏ ଆଶ୍ରମର ବଡ଼ ଭାଇ ବା ମୁଖ୍ୟ ବ୍ରହ୍ମଚାରୀ। ସେ ଛୋଟଠୁ ବଡ଼ ଯାଏ ସବୁ କାମ ସାଙ୍ଗରେ ରହି ତଦାରଖ କରୁଥିଲେ। ଆଉ ଚନ୍ଦୁ ଭାଇ ତ ଠାକୁରଙ୍କର ମୁଖ୍ୟ ସେବକ, ସେ ଠାକୁରଙ୍କୁ ନେବା ଆଣିବା ଆଉ ତାଙ୍କ ଦାୟିତ୍ୱ କରୁଥିଲେ। ଆଉ ମୁଁ ଖାଲି ସବୁ ଦେଖିକି ମଜା କରୁଥିଲି, ନିଜକୁ ଗୋଟେ ଛୋଟ ପିଲା ବୋଲି ଭାବୁଥିଲି। ଆଉ ମୋତେ ଲାଗୁଥିଲା ଏବେ ମୁଁ ମୋ ବାପ ଘରେ ଅଛି, ମୋ ବାପା ଭାଇଙ୍କ ପାଖରେ ଅଛି। ମୋର ଏଠି କାହାକୁ ଡରିବାର ନାହିଁ କି ମୋର କୌଣସି ଇଚ୍ଛାକୁ ଚାପିବାର ନାହିଁ। କାହିଁକିନା ଆମ ବେଳେ ବହୁଟିଏ ହେଲେ ବହୁତ ଲାଜ ସଂକୋଚ ଆଉ ନିଜର ବହୁତ ଇଚ୍ଛାକୁ ବଳି ଦେବାକୁ ପଡ଼ୁଥିଲା। ଏବେ ହୁଏତ ତା ନାହିଁ, କିନ୍ତୁ ଆମେ ତ ସେଇଥିରେ ଅଭ୍ୟସ୍ତ ନା। ତେଣୁ ମୋ ବାପ ଘରେ ପହଞ୍ଚିଗଲେ ମୁଁ ଟିକେ ଭାରି ଖୁସି ହେଇଯାଏ। ଏଠି ବରିଷ୍ଠ ଗୁରୁ ଭାଇମାନେ ସବୁ ରହି କେମିତି କ'ଣ କାର୍ଯ୍ୟକ୍ରମ ହେବ ସବୁ ତଦାରଖ କରୁଥିଲେ। ତାପରେ ମୋ ନଜର ପଡ଼ିଲା ଏଇ ସୁନ୍ଦର ଚିତାଝୋଟି ଉପରେ। ସକାଳୁ ହିଁ ଏ ଘର ଆଗରେ ଏମିତି ସବୁ ଚିତାଝୋଟି ହେଇଥିଲା। ଏତିକି ବେଳକୁ ଲକ୍ଷ୍ମୀ ପ୍ରତିମା ବହୁଟିଏ ଆସି ପ୍ରଦୀପ ପ୍ରଜ୍ୱଳନ କଲେ। ସେଠି ଆଉ କାହା ସାଙ୍ଗେ କଥା ହେବା ପାଇଁ ମୋର ଅବସର ନଥିଲା। ମୁଁ ଭାବୁଥିଲି ଏଇ ଚିତାଝୋଟି ସବୁ ନିଶ୍ଚୟ ଏଇ ସୁନ୍ଦର ମା ଜଣକ କରିଥିବେ। ଯିଏ ବି କରନ୍ତୁ, ଯିଏ ବି କରିଛନ୍ତି ସେ ଧନ୍ୟବାଦର ପାତ୍ର। କି ସୁନ୍ଦର ଚିତା ପକାଇଛନ୍ତି, ଆଜି ଠାକୁରେ ଆସିବେ ବୋଲି ମୁଁ ଭାରି ଖୁସି ହେଉଥିଲି। ସତରେ ଏଭଳିଆ ଭାଗ୍ୟ କ'ଣ ସମସ୍ତଙ୍କୁ ମିଳେ? ଠାକୁରେ ଆସି ସେଇ ଚିତାଝୋଟି ପାଖରେ ଆଗ ଅଭ୍ୟର୍ଥନା ହେବେ, ତାପରେ ତାଙ୍କ ପାଇଁ ସଜା ଯାଇଥିବା ବଖରାକୁ ଯିବେ। ଏଇ ଗୁରୁ ଭାଇ ଆଉ ମାଆଙ୍କ ଘରେ ହିଁ ଠାକୁରେ ରହିବେ। ତେଣୁ ମା ଆଉ ଗୁରୁ ଭାଇ ଠାକୁରଙ୍କୁ ଅଭ୍ୟର୍ଥନା କରି ଭିତରକୁ ନେବା ପାଇଁ ବାହାରି ଆସିଲେ। ଆଉ ଗାଡ଼ି ପାଖରୁ ଠାକୁରଙ୍କୁ ପାଛୋଟି ନେଲେ। ଏଠି ପହଞ୍ଚିଲା ବେଳକୁ ସନ୍ଧ୍ୟା ଉପଗତ। ଆମେ ପହଞ୍ଚିଗଲା ପରେ ମନରେ ଭାବନା ଆସିଲା ଏଣିକି ଘରକୁ ଫେରିବାକୁ ହେବ। ନିଣ୍ଟୁକୁ ଏ ବୁଲାବୁଲି ଏତେ ଭଲ ଲାଗିଲା ନାହିଁ। ଆଜିକାଲି ପିଲାମାନେ ବିଭିନ୍ନ କଥା ଦେଖୁଛନ୍ତି, ସେଇଥିପାଇଁ ବୋଧେ ଏସବୁ ଭଲ ଲାଗୁନି। ଆମେ ତ ଏଇଭଳି କାର୍ଯ୍ୟକ୍ରମରେ ବିଶେଷ ଭାବରେ ମୁଁ ବହୁତ ବିଭୋର ହେଉଥିଲି। ଆଉ ବାପା କି ଆମ ଘରୁ ଯିଏ ଆସନ୍ତି ସାଙ୍ଗରେ କିନ୍ତୁ ମୁଁ ନିଶ୍ଚୟ ଆସିଥାଏ। ଯାହା ବି ହେଉ ଆଜିର ସବୁ କାର୍ଯ୍ୟକ୍ରମ ମୋତେ ବହୁତ ଭଲ ଲାଗୁଥିଲା। ଦେଖୁଛନ୍ତି ତ କେମିତି ସୁନ୍ଦର ଭାବରେ ବନ୍ଦାପନା ଚାଲିଛି। ଠାକୁରେ ଘରକୁ ଚାଲିଗଲା ପରେ ଆମେ ଆମ ଘରକୁ ଫେରିବା ଚିନ୍ତା କଲୁ। ଯାହାକୁ ପୁଣି କହିକି ତ ଆସିବୁ, ଟିକେ ଅପେକ୍ଷା କରି ଯାଇ ବୁଢ଼ା ଭାଇଙ୍କୁ ଭେଟିଲୁ। ଯାହାକୁ କହିଥିଲି ଆମ ଆଶ୍ରମର ବଡ଼ ଭାଇ, ତାଙ୍କୁ ଆମେ ସେୟା କହିଲୁ ଯେ ଏବେ ଆମେ ଘରକୁ ଫେରିଯିବୁ। କାହିଁକିନା ଦିନ ଯାକ ବାବାଇ ଗାଡ଼ି ଚଲାଉଛି, ସକାଳୁ ସେ ପୁଣି ତା ଅଫିସକୁ ଯିବ। ଛୁଟି ତ ନାହିଁ ନା, ଆମେ ବି ଦିନ ସାରା ଗାଡ଼ିରେ ବସିଛୁ। ଘରେ ପହଞ୍ଚିଯିବୁ। ବଡ଼ ପୁଅ ଆସିପାରିଲାନି, କାହିଁକିନା ଆଜି ଥିଲା ଅଗିରା ପୂର୍ଣ୍ଣମୀ। ସିଏ ରହିଲା ହୋମରେ ବସିବା ପାଇଁ। ଇଏ ବସନ୍ତି, ଇଏ ରହିଲେନି ବୋଲି ସିଏ ରହିଲା। ଆଉ ସାନ ପୁଅର ହଠାତ୍ ଗୋଟେ ବାହାରକୁ ତାଙ୍କ ଅଫିସ୍ ତରଫରୁ ଡ୍ୟୁଟି ପଡ଼ିବାରୁ ସିଏ ବି ଆସିପାରିଲାନି। ଆମେ ତିନିହେଁ ଯାଇଛୁ, ଘରେ ବୋହୂ ଦିହେଁ। ଆମେ ସେଥିପାଇଁ ଜଲ୍ଦି ଫେରି ଆସିବାକୁ ଅନୁମତି ଚାହିଁଲୁ। ବୁଢ଼ା ଭାଇଙ୍କ ସହିତ ଇଏ ହେଲେ ଚନ୍ଦୁ ଭାଇ। ଆଉ ଆମ ନିଣ୍ଟୁକୁ ସେଠି ସମସ୍ତେ କ'ଣ କହନ୍ତି ଜାଣିଛନ୍ତି ନା? ବାବାଜୀର ପୁଅ। କାହିଁକି ନା
ମୋ ପୁଅକୁ ମୁଁ ବାବାଜୀ କରିଦେବା ପାଇଁ ସଂକଳ୍ପ କରିଥିଲି। ସେ କିଛି ଦିନ ଯାଇ ଏଇ ଆଶ୍ରମରେ ରହିଥିଲା। ତାପରେ ମାଆଙ୍କ ଅନୁମତି ନେଇ ଘରକୁ ଆସି ସଂସାର କରିଛି। ହେଲେ ତାର ବାବାଜୀ ଡାକଟା ଲୁଚି ନାହିଁ। ସେଇ ବାବାଜୀରୁ ମୁଁ ତାକୁ ବାବାଇ ଡାକେ ବା ବାବା ଡାକେ। ଏଇ ମାଆମାନଙ୍କ ସାଙ୍ଗେ ମୋର 2ଟି ପରିଚୟ। ଏମାନେ ସମସ୍ତେ ମୋ ଗୁରୁ ଭଉଣୀ ଆଉ ମୋର ଜୀବନ ସରାଗ ପରିବାରର ଅନ୍ତର୍ଭୁକ୍ତ। ତେଣୁ ସେଠୁ ବାହାରିକି ଆସିଲା ବେଳକୁ ତାଙ୍କ ସହିତ ଟିକେ ମିଳାମିଶା ହେଇଗଲା। ଆଉ ବୁଢ଼ା ଭାଇଙ୍କ ସହିତ ଇଏ କଥାବାର୍ତ୍ତା କରି ବିଦାୟ ମାଗିଲେ। ଆମେ ତ ପୁଣି ସମ୍ମିଳନୀକି ଯିବୁ ନା। ତେଣୁ ସେଦିନ ଆଉ ରହିବା ପାଇଁ ଅଧିକ ସମୟ ଇଚ୍ଛା ନଥିଲା। ତଥାପି ବୁଢ଼ା ଭାଇ କ'ଣ ଛାଡ଼ିବା ଲୋକ। ସେ କହିଲେ ଆରେ ରୁହ, ଖାଇ ଦେଇକି ଯିବ। ଆମେ କହିଲୁ ନାଇଁ ଭାଇ, ଆମେ ଫେରିଯିବୁ। ତାପରେ ପରେ ଆସିଗଲେ ଆଉ ଜଣେ ବଡ଼ ଭାଇ। ସିଏ ଆମକୁ ଆଉ ଛାଡ଼ିବାରେ ନାହିଁ। କହିଲେ ନା, ତୁମେ ପ୍ରସାଦ ପାଇକି ଯିବ। ଆମେ କହିଲୁ ନାଇଁ ଭାଇ, ଆମେ ଯାଉଛୁ, ପ୍ରସାଦ ତ ପାଇବୁ ସମ୍ମିଳନୀକି ଆସିଲେ। ଆଉ ସେ ସେଠୁ ଆମକୁ କିଛି ଶୁଖିଲି ଭୋଗ ଆଣିକି ଦେଲେ। ବାଟ ସାରା ତ ଭୋଗ, ଆଉ ଭୋଗର କ'ଣ ଅଭାବ ଅଛି ନା। ଭୋଗ ଖାଇବାରେ ମୁଁ କେଉଁ କମ୍ ଅଛି। ମୋତେ ତ ଭୋଗ ମିଳିଲା ମାନେ ଖାଇବି। ଅନ୍ୟ ସବୁ ଭାଇ ଭଉଣୀ ଯିଏ ଆମେ ଏକାଠି ହେଇଥିଲେ ସମସ୍ତେ ସେଠି ରହିଲେ। ସେଠି ସନ୍ଧ୍ୟା ପ୍ରସାଦର ବ୍ୟବସ୍ଥା ହେଇଥିଲା। ଆମେ ଠାକୁର ଗୃହ ପ୍ରବେଶ କଲା ବେଳକୁ ପଦାକୁ ବାହାରିଲା ବେଳକୁ ଠାକୁରେ ଯେଉଁ ଗାଡ଼ିରେ ଯାଇଥିଲେ ସମସ୍ତେ ସେ ଗାଡ଼ିରୁ ଫୁଲ ସବୁ ନେବାରେ ଲାଗିଛନ୍ତି। ମୁଁ କ'ଣ ଆଉ ଛାଡ଼ିବି? ଯାହା ବଳକା ଫୁଲ ଥିଲା ମୁଁ ସେଥିରୁ ପୁଳାଟେ ଧରିକି ପଳେଇ ଆସିଲି। ତାପରେ ଆମେ ଗାଡ଼ିରେ ବସି ଘରକୁ ଆଇଲୁ। ବାଟରେ କେଉଁଠି ଟିକେ ନାଲି ଚାହା କି କଫି ପାଇଲିନି। ମୁଁ କହିଲି ମା ଲୋ, ମୋତେ ଆଗ କପେ ନାଲି ଚାହା କି କଫି ଦିଅ। ସେମାନେ ମୋତେ କଫି ନାଲି ଚାହା ଦେବା ପାଇଁ ବ୍ୟବସ୍ଥା କଲା ବେଳକୁ ମୁଁ କହିଲି ଆରେ କେତେଟା ବାଜିଲାଣି ମୁଁ ଟିକେ ଦେଖେଁ, ଦେଖିଲେ ସିନା ଭିଡ଼ିଓରେ କହିବି। ଦେଖୁନାହାନ୍ତି, ଏତିକି ବେଳେ ଆସି ଆମେ ଘରେ ପହଞ୍ଚିଲୁ। ଘର ତିଆରି କଫି କପେ କପେ ପିଇଲୁ। ପିଇକି ଟିକେ ବସିକି ସବୁ କଥା ଗପସପ ଚାଲିଲା। ଏଇଟା ଆମ ଘରର ଗୋଟେ ନୀତିଦିନିଆ ପ୍ରଥା। ଯିଏ ଯୁଆଡ଼େ ଯାଇଥିବ ସମସ୍ତଙ୍କୁ ଏକାଠି କରି ତା ଗସ୍ତ କାର୍ଯ୍ୟକ୍ରମଟା ବଖାଣିବ। ସେ କାର୍ଯ୍ୟକ୍ରମ ସରିଲା ବେଳକୁ ଗୋଟିଏ କଥାରେ ମୋ ମନ ଟିକେ ଦୁଃଖ ହୋଇଗଲା। ମୁଁ ତ ଆଜି ଭାବେ ଭୋଳ, ମୋର ଆଉ ଛୁଆଙ୍କ ପାଇଁ କ'ଣ ଟିକେ କିଣାକିଣି କରିକି ଆଣିବାକୁ ମନେ ନାହିଁ। ସବୁ ଛୁଆ ଆଜି ରବିବାର ଥିବାରୁ ଘରେ ଥିଲେ। କିନ୍ତୁ ବଡ଼ ପିଲାମାନେ ଜାଣିଗଲେ ବୋଉ ଆଜି କିଛି ଆଣିନି ମାନେ ଆଣିନି। ହେଲେ କୁନିର ମନ ବୁଝିଲାନି। ସେ ଖାଲି ମୋ ବେଗକୁ ବୋହି ବୋହି ବୁଲିଲା। ଆଉ ଭାବିଲା କାଳେ ବୋଉ କ'ଣ କେଉଁଠି ଲୁଚେଇକି ରଖିଥିବ, କାଳେ କେଉଁଠୁ ଟିକେ ବାହାରି ପଡ଼ିବ। ଖାଲି ମୋ ବେଗକୁ ଧରି ବୁଲିଲା। ଶେଷକୁ କହିଲା ବୋଉ, ମୋର ବହୁତ ତାକତ ଅଛି, ମୁଁ ତୁମ ବ୍ୟାଗ୍ ବୋହି ଦେଉଛି। ଯେତେ ପ୍ରକାର କଥା କହିଲା। ହେଲେ ବ୍ୟାଗ୍ରେ ସିନା କ'ଣ ଥିଲେ ମୁଁ ଦେବି, କିଛି ତ ନାହିଁ। ଦେବି କ'ଣ? ବିଚରା ଶେଷକୁ ମନ ଦୁଃଖ କରି ବ୍ୟାଗ୍ ଦରାଣ୍ଡି ନେଇକି ରଖିଲା। ମୁଁ ଏଠୁ ବୁଝେଇକିରି କହିଲି, ମୁଁ କହିଲି ଧନ, ମୋର ଆଜି ମନେ ପଡ଼ିଲାନି, ମୁଁ ଆଉ ଦିନେ ଗଲେ ତୁମକୁ ତୋ ପାଇଁ ଯାହା ଆଣିଦେବି। ମୋର ପୁରା ଗୋଟେ ଗେଟ୍ ପାସ୍ ଦରକାର। ଏ ନାତି ନାତୁଣୀ ଘରେ ଆପଣମାନେ ଠିକ୍ ବୁଝୁଥିବେ। ହାତରେ କ'ଣ ଟିକେ ନ ଧରେଇ ଦେଲେ ପିଲାଙ୍କ ମନ କେତେବେଳେ ବୁଝେନି। ହେଲେ ମୁଁ ତ ନିଜେ ଆଜି ଛୋଟ ପିଲା ହେଇଯାଇଥିଲି। ସେଇଥିପାଇଁ ଏମାନଙ୍କ କଥା ଭୁଲିଗଲି। ଯେଉଁ ଶୁଖିଲି ଭୋଗ ମୁଁ ଆଣିଥିଲି ସେଇଟା ଏମାନଙ୍କୁ ପସନ୍ଦ ହେଲାନି। ଯାହା ବି ହଉ, ଦିନଟି ଖୁବ୍ ଭଲରେ କଟିଲା। ଠାକୁରଙ୍କୁ ପ୍ରଣାମ।